ସମସ୍ତଙ୍କୁ ନମସ୍କାର। 20.6 ଭର୍ସନରେ ଆମମାନଙ୍କର କିଛିଟା ଅପସନ୍ ଆମମାନଙ୍କର ରିଭାମ୍ପ କରାଯାଇଛି ବା ନବୀକରଣ କରାଯାଇଛି। ସେହି ଗୁଡ଼ାକ ଆମେ କିଭଳି ଭାବରେ ବ୍ୟବହାର କରିବା, ବିଶେଷ କରି ଆଜି ଆମେ ଶିଖିବା ଆମମାନଙ୍କର THR ଆଉ HCMକୁ ଆମମାନେ କିଭଳି ଭାବରେ ପୋଷଣ ଟ୍ରାକରେ ଏଣ୍ଟ୍ରି କରିବା, ସେହି ବିଷୟରେ ଆଜି ଆମେ ଏହି ଭିଡ଼ିଓରେ ଶିଖିବା। ଆମମାନଙ୍କର ନୂଆ ଭର୍ସନ୍ 20.6ରେ ଆମମାନଙ୍କର THR ଆଉ HCMରେ ଏଣ୍ଟ୍ରି କରିବାର କିଛିଟା ଟିକେ ଆମମାନଙ୍କର ଚେଞ୍ଜ ହେଇଯାଇଛି। ତ ବର୍ତ୍ତମାନ ଆମମାନେ କିଭଳି ଭାବରେ ଆମମାନଙ୍କର THRକୁ ଆମେ ଏଣ୍ଟ୍ରି କରିବା ଆଉ HCMକୁ ଏଣ୍ଟ୍ରି କରିବା, ସେ ବିଷୟରେ ଆମେ ଟିକେ ଡିସ୍କସନ୍ କରିବା। ତ ଆମେ ସେଥିପାଇଁ ଆମମାନେ ପୋଷଣ ଟ୍ରାକର ଓପେନ୍ କଲା ପରେ ଡେଇଲି ଟ୍ରାକିଂକୁ ଯିବା। ଡେଇଲି ଟ୍ରାକିଂକୁ ଗଲା ପରେ ଆମେ ଏଇଠି ଦେଖୁଛୁ AWC ଫଟୋ, ଆଟେଣ୍ଡାନ୍ସ, ମର୍ଣ୍ଣିଂ ସ୍ନାକ୍ସ, THR, HCM ଆକ୍ଟିଭିଟି ଅଛି। ତ ବର୍ତ୍ତମାନ ଆମେ THR ଆଉ HCMକୁ କିଭଳି ଭାବରେ ଆମେ ଏଣ୍ଟ୍ରି କରିବା ତାହା ଆମେ ଡିସ୍କସନ୍ କରିବା। ତ ସେଥିପାଇଁ ଆମେ THR HCMରେ ଆମେ କ୍ଲିକ୍ କରିଛୁ। ଆଉ ଏଠି ଦେଖନ୍ତୁ ଆମେ ଆମର ଗର୍ଭବତୀ ମହିଳାଙ୍କୁ ଆମେ THR ଦେଉଛୁ। ତ THRକୁ କିଭଳି ଭାବରେ ଆମେ ପକେଇବା ତାହା ଡିସ୍କସନ୍ କରିବା। ତ ସେଥିପାଇଁ ଆମେ ଏଇଠି କ୍ଲିକ୍ କରିବା। କ୍ଲିକ୍ କଲା ପରେ ଏଇଠି ଆମର ଯେଉଁ କର୍ମୀ ଅଛନ୍ତି ସେ ଅଲରେଡ଼ି ଏଇଠି THR given 25 days ଅଲରେଡ଼ି ସେ କରିଛନ୍ତି ସମସ୍ତଙ୍କର। ତ ଗର୍ଭବତୀ ମହିଳାମାନଙ୍କର ସେ କରିଦେଇଛନ୍ତି। ବାକି ବିଷୟ ଆମେ ଦେଖିବା। ବର୍ତ୍ତମାନ 6 ମାସରୁ 3 ବର୍ଷର ସେ ଆମେ ଦେଖିବା। ଆମମାନଙ୍କର ଏଇଠି ଏହି କର୍ମୀଟା ଆମର ଏଇ ଗୋଟେ ବେନିଫିସିଆରୀର କେବଳ THR 25 ଦିନ ଗିଭେନ୍ କରିଛି। କିନ୍ତୁ ଆମେ ଏଇଠି ଦେଖିବା ଆଉ ବାକି ମାନଙ୍କର ସବୁ THR given 0 ଅଛି। ତ ତାକୁ ଆମେ କିଭଳି ଭାବରେ ଏଣ୍ଟ୍ରି କରିବା ତାହା ଆମେ ବର୍ତ୍ତମାନ ଆମେ ଚେକ୍ କରିବା। ତ ସେଥିପାଇଁ ଆମେ କ'ଣ କରିବା, ଯଦି ଆମେ THR ଦେଉଛୁ ତାହେଲେ THR ତଳେ ଆମେ କ୍ଲିକ୍ କରିବା ଏଇ ସର୍କଲରେ। ତ ସର୍କଲରେ ଏଇଠି କ୍ଲିକ୍ କଲା ପରେ ଆମମାନଙ୍କୁ ଏଇଭଳି ଡେସ୍ ଆଉ ପ୍ୟାକେଟ୍ସ ଦେଉଛି। ତ ଆମମାନଙ୍କର ଡେସ୍ ଏଇଠି ଦେଖନ୍ତୁ, ଡେସ୍ରେ ଆମମାନଙ୍କର ଆମେ ସାଧାରଣତଃ THRଟା ଆମେ 25 ଦିନ ପାଇଁ ଦେଇଥାଉ। ସେଥିପାଇଁ ଆମେ 25 ଦିନ ସେଲେକ୍ଟ କରିବା। 25 ଦିନ ଡେସ୍ ଆମେ ସେଲେକ୍ଟ କରିବା। ତାପରେ ପ୍ୟାକେଟ୍ରେ ଆମେ ଗୋଟେ ପ୍ୟାକେଟ୍ ଆମେ 25 ଦିନ ପାଇଁ ଦେଉଛୁ। ସେଥିପାଇଁ ପ୍ୟାକେଟ୍ରେ ଆମେ 1 ସେଲେକ୍ଟ କରିବା। ଏଇଭଳି ଭାବରେ ବାକି ମାନଙ୍କର ମଧ୍ୟ ଆମେ କରିବା। ଏଇଠି ଡେରେ ଆମେ ସେଲେକ୍ଟ କରିବା 25 ଦିନ, ପ୍ୟାକେଟ୍ସରେ ଆମେ ସେଲେକ୍ଟ କରିବା 1। ଏଇଭଳି ଭାବରେ ଆମମାନେ ସମସ୍ତ ବେନିଫିସିଆରୀ ମାନଙ୍କର ଆମେ ସେଲେକ୍ଟ କରିବା। THR ତଳେ ଆମେ ସେଲେକ୍ଟ କରିବା। ତାପରେ ଡେସ୍ରେ ଆମେ 25 ଡେସ୍ ଆଉ ପ୍ୟାକେଟ୍ସ ଆମେ 1 ଦେଉଛୁ। ଏଇ ସବୁ ଆମେ ଏଇଟା କଲା ପରେ ଆମେ କ'ଣ କରିବା, ଏଇ ସବମିଟ୍ ବଟନ୍କୁ ଆମେ କ୍ଲିକ୍ କରିବା। ତ ଏଇଭଳି ଭାବରେ ଆମେ ସବୁକୁ ଆମେ କରିବା। ସବମିଟ୍ ବଟନ୍ କ୍ଲିକ୍ କଲା ପରେ ଆମମାନେ ଏଇଠି ଦେଖିପାରୁଛୁ ଯେ ଏଇଠି THR given 25 ଡେସ୍ ନିଶ୍ଚୟ ଶୋ କରୁଛି। ଆଉ ଏଇ THRଟା ଆମମାନଙ୍କର ଇନ୍ଆକ୍ଟିଭ୍ ହେଇକି ରହିଯାଉଛି। ଆଉ ଆମେ ଆଉ କିଛି କରିବା। ଏଇଟା ହେଉଛି ଗୋଟେ ମାସର ଡାଟାଟା। ଆମେ ଗୋଟେ ମାସର THR ଆମେ ଏକାଥରକୁ 25 ଦିନ ପାଇଁ ଆମେ ବେନିଫିସିଆରୀ ମାନଙ୍କୁ ଗୋଟେ ପ୍ୟାକେଟ୍ ଦେଉଛୁ। ତ ତାର ଡାଟା ଆମେ ଏଇଭଳି ଭାବରେ ଏଣ୍ଟ୍ରି କରିବା। ତାପରେ ଏଇ ସବମିଟ୍ କଲା ପରେ ଆମମାନଙ୍କୁ ଏଇଭଳି ଏକ ମେସେଜ ଆସେ, ଡାଟା ସବମିଟେଡ୍ ସକ୍ସେସଫୁଲି। ତାପରେ ପୁଣି ଆମର ଆଉ ଗୋଟେ ଦେଖିବା ଆମେ HCM ଆମେ କିଭଳି ଭାବରେ ଆମେ ତାକୁ ଦେଉଛୁ। HCMଟା କାହାକୁ ଦିଆହେଉଛି, 3 ବର୍ଷରୁ 6 ବର୍ଷ। ଆଉ ଏଇ HCMଟା ହଟ୍ କୁକ୍ ମିଲ୍ଟା ଆମର ଡେଇଲି ଆମର ଯେଉଁ 3 ବର୍ଷରୁ 6 ବର୍ଷ ପିଲା ଅଛନ୍ତି ବା ପ୍ରି ସ୍କୁଲ ପିଲା ଅଛନ୍ତି ସେମାନଙ୍କୁ ଦିଆହେଇଥାଏ। ଡେଇଲି ଆମମାନେ ମନେ ରଖିବା ଉଚିତ ଯେ ଆମର ଯେତେବେଳେ ଆଟେଣ୍ଡାନ୍ସ ଆଉ ମର୍ଣ୍ଣିଂ ସ୍ନାକ୍ସ ପକାଉଛୁ, ପକାଇ ସାରିଲା ପରେ ଯେତେବେଳେ ଆମେ ଗରମ ରନ୍ଧା ଖାଦ୍ୟ ପିଲାମାନଙ୍କୁ ଦେଉଛୁ, ସେ ସମୟରେ ଆମେ THR HCM ଉପରେ ଆମେ କ୍ଲିକ୍ କରିକି ଆମମାନେ 3 ବର୍ଷରୁ 6 ବର୍ଷର ପିଲାମାନଙ୍କର ଆର ମାର୍କରେ ଆମେ କ୍ଲିକ୍ କରିବା। କ୍ଲିକ୍ କରିସାରିଲା ପରେ ଆମମାନେ ଏଇଭଳି ଏକ ସ୍କ୍ରିନ୍ ଆମେ ଦେଖିବା। ଆଉ ଏଇ ସ୍କ୍ରିନ୍ରେ ଆମର ଅଛି 2ଟା HCM ଆଉ THR ଅଛି। କିନ୍ତୁ THR ଆମେ ଆମର ଏଇ ପ୍ରି ସ୍କୁଲ ପିଲାମାନଙ୍କୁ ଆମେ ଦେଉନୁ, କିନ୍ତୁ HCM ଆମେ ଦେଉଛୁ। ତ ସେଥିପାଇଁ ଏଇ HCMର କଲମରେ ଆମମାନେ ଏଣ୍ଟ୍ରି କରିବା। ତ ସେଥିପାଇଁ ଆମେ କ'ଣ କରିବା, ପ୍ରତ୍ୟେକ ସର୍କଲ ଉପରେ ଆମେ ଟିକ୍ ମାରିବା, ଏମିତି ସ୍କ୍ରୋଲ କରିବା। ସ୍କ୍ରୋଲ କରିକି ଆମେ ଯିବା। ଗଲା ପରେ ଆମେ ଏଇଠି ଦେଖିପାରୁଛୁ, ଦେଖନ୍ତୁ
ଟୋଟାଲ ବେନିଫିସିଆରୀ ସିଲେକ୍ଟେଡ। ପ୍ରତ୍ୟେକ ଯୋଉ ପିଲାମାନଙ୍କୁ ଆମେ HCM ଦଉଛୁ ସେଇ ପିଲାମାନେ ଏଠି ସମସ୍ତଙ୍କୁ ମୁଁ ଏଣ୍ଟ୍ରି କରିଛି କି ନାହିଁ ତାହା ଆମେ ଚେକ୍ କରିବା। ଚେକ୍ କରି ସାରିଲା ପରେ ଏଇଠି ଦେଖନ୍ତୁ ଏଇ ଲେଫ୍ଟ ସାଇଡରେ ଆଗେ ମାନେ ଆଗର ଯୋଉ ଭର୍ସନ ଥିଲା ସେଇଠି ଏଇଟା ନଥିଲା, ଡାଇରେକ୍ଟ ଆମେ ସବମିଟ୍ ବଟନ୍ କ୍ଲିକ୍ କରିଦେବୁ। କିନ୍ତୁ ଏବେ ଯୋଉ 20.6 ଭର୍ସନଟା ନୂଆରେ ଆମମାନଙ୍କ ପସନ୍ଦ ଟାକରେ ଆପଡେଟ୍ ହେଇଛି, ସେଇ ଭର୍ସନରେ ଆମମାନଙ୍କୁ ଏଇଟା ଶୋ କରୁଛି। ତ ଏଠି ଆମେ କ'ଣ କରିବା, ସେଲେକ୍ଟ କରିକି ସେଲେକ୍ଟ ମାରିବା। କେମିତି ମାରିବା ମୁଁ ପୁଣି ଥରେ ଆପଣମାନଙ୍କୁ ଦେଖେଇ ଦଉଛି। ଦେଖନ୍ତୁ ଏଇ ଜାଗାରେ ଏଇଠି ଗୋଟେ HCM ଟାଇପ୍ ଆଉ ତା ତଳେ ସେଲେକ୍ଟ ଅଛି, ଆଉ ଏଇଠି ଗୋଟେ ଆରୋ ମାର୍କ ଅଛି। ଏଇ ଆରୋ ମାର୍କ ଉପରେ ଆମେ କ୍ଲିକ୍ କରିବା ଯେତେବେଳେ ଏଇଭଳି ଦୁଇଟା ଅପସନ୍ ଆସିବ, କୁକ୍ଡ ମିଲ୍ ପ୍ୟାକେଟ୍ସଟା ଆମମାନଙ୍କର THR ଆମେ ଦଉଛୁ, କୁକ୍ଡ ମିଲ୍ସଟା ଆମର HCM। ତ ଆମେ ଏଇଠି HCM ଯେହେତୁ ଆମେ ପ୍ରି ସ୍କୁଲ ପିଲାମାନଙ୍କୁ ହଟ୍ କୁକ୍ ମିଲ୍ ବା HCM ଦଉଛୁ, ତ ଆମେ ଏଇଠି କୁକ୍ଡ ମିଲ୍ ଆମେ ସେଲେକ୍ଟ କରିବା। ଯେତେବେଳେ ଆମେ ସେଲେକ୍ଟ କରୁଛୁ ଏଇଠି ଦେଖନ୍ତୁ ଏଇଠି ଆସିଲା ଯେ କୁକ୍ଡ ମିଲ୍ କହିକି, ପୁଣି ରାଇଟ୍ ସାଇଡ୍ରେ ସବମିଟ୍ ଅପସନ୍ଟା ଆସିଲା। ଏଇ ରାଇଟ୍ ସାଇଡ୍ରେ ସବମିଟ୍ ଅପସନ୍ରେ ଆମମାନଙ୍କୁ କ୍ଲିକ୍ କରିବାକୁ ପଡ଼ିବ। ତ ମୁଁ ଆଶା କରୁଛି ବର୍ତ୍ତମାନ ଆପଣମାନେ ଜାଣି ଯାଇଥିବେ କିଭଳି ଭାବରେ ଆପଣମାନଙ୍କର ହଟ୍ କୁକ୍ ମିଲ୍ ଆଉ THRକୁ ପସନ୍ଦ ଟ୍ରାକରେ ଏଣ୍ଟ୍ରି କରିବେ। ଯଦି ଆପଣମାନଙ୍କୁ ଏଇ ଭିଡ଼ିଓଟି ଫଳପ୍ରଦ ହୋଇଛି ତାହେଲେ ଆପଣମାନଙ୍କର ସହକର୍ମୀମାନଙ୍କ ସହିତ ସେୟାର କରନ୍ତୁ, ଯଦ୍ୱାରା ସେମାନେ ମଧ୍ୟ ଏଇ ଭିଡ଼ିଓ ଦ୍ୱାରା କିଛି ଉପକୃତ ହେବେ। ଆଉ ଯଦି ଆପଣମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଆଉ ବେଲ୍ ଆଇକନ୍କୁ ଆପଣମାନେ ଦବାନ୍ତୁ, ଯଦ୍ୱାରା କି ମୋର ଯାହା କିଛି ଭିଡ଼ିଓ ମୁଁ ଆପଣମାନଙ୍କ ନିମନ୍ତେ ଅପଲୋଡ଼ କରୁଛି ତାହା ସର୍ବପ୍ରଥମେ ଆପଣମାନେ ଦେଖିପାରିବେ। ଧନ୍ୟବାଦ।